ओडिशा प्लस खबर ही କାର୍ଯ୍ୟରତ ସାମ୍ବାଦିକକୁ ମାଡ଼ ମାରିଲେ ମହାବୀର ରୋଡ ବନାଞ୍ଚଳ ଅଧିକାରୀ। ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମହାବୀର ରୋଡ ରେଞ୍ଜ କାର୍ଯ୍ୟାଳୟକୁ ଡାକି କଙ୍କଡ଼ାହାଡ଼ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ପ୍ରବୀଣ ନାୟକଙ୍କୁ ମାଡ଼ ମାରି ଲହଲୁହାଣ କଲେ ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର କିଷାନ। ସାମ୍ବାଦିକ ଶ୍ରୀ ନାୟକ ଏନେଇ ମହାବୀର ରୋଡ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ମୋ ନାଁ ପ୍ରବୀଣ ନାୟକ। ମୁଁ କଙ୍କଡ଼ାହାଡ଼ ବ୍ଲକର ଜଣେ କାର୍ଯ୍ୟରତ ସାମ୍ବାଦିକ। ଆଜି ସକାଳେ 10:50 ଯେତେବେଳେ ମୁଁ ଆସିଲି ରେଞ୍ଜର ଅଫିସ୍ ମହାବୀରର, ସେହି ସମୟରେ କୌଣସି ଅଫିସର ନଥିଲେ ଏବଂ ପୂର୍ବରୁ ତଥ୍ୟ ମାଗା ହେଇଥିଲା। କୌଣସି ତଥ୍ୟ ନ ଦେବାରୁ ମୁଁ ଆଜି ଏକ ଖବର ପ୍ରସାରଣ କରିଥିଲି ମୋ ଫୋକସ୍ ପ୍ଲସ୍ ଚ୍ୟାନେଲରେ, ଏବଂ ଚ୍ୟାନେଲରେ ଯେତେବେଳେ ମୁଁ ନ୍ୟୁଜ୍ଟି ପ୍ରସାରଣ କଲି ସେହି ସମୟରେ ମୋତେ ଫୋନ୍ କଲା 11:57ରେ ଫୋନ୍ କଲା ଅଫିସରୁ ଜଣେ ଅରୁଣ ବାବୁ ଅଛନ୍ତି। ସେ ଅରୁଣ ବାବୁ ମୋତେ କଲ୍ କଲେ, କଲ୍ କରି କହିଲେ ତୁମକୁ ବାବୁ ଡାକୁଛନ୍ତି, ତୁମେ ଆସ। ବର୍ତ୍ତମାନ ମୁଁ କହିଲି ତାଙ୍କୁ କଙ୍କଡ଼ାହାଡ଼ ଯାଉଛି ଏବଂ କାମାକ୍ଷା ମୋର କାମ ଅଛି, କାମ ସାରିଲା ପରେ ମୁଁ ଆସିବି। ମୁଁ ତାଙ୍କୁ ଫୋନ୍ରେ ଏଭଳିଆ କହିବା ପରେ ପୁଣି ବାରମ୍ବାର ମୋତେ ଫୋନ୍ କଲେ, ହାରାସମେଣ୍ଟ ବହୁତ କଲେ, ବାବୁ ଡାକୁଛନ୍ତି ତୁମେ ଜଲ୍ଦି ଆସ ଜଲ୍ଦି ଆସ ଜଲ୍ଦି ଆସ। କିନ୍ତୁ ମୁଁ ଜାଣିପାରିନଥିଲି ତାଙ୍କର ସବୁ ସେଟିଂ ସବୁଆଡ଼େ ସେଟିଂ। ସେ ଛକ ପାଖି ଆଜି ସମସ୍ତେ ଛକିଥିଲେ ମୋତେ ଆକ୍ରମଣ କରିବା ପାଇଁ, ଯାହାଫଳରେ କି ମୋତେ 6ଟା ପର ସମୟରେ 6:30 ବେଳେ ପୁଣି ଫୋନ୍ ଆସିଲା, ବାବୁ ଆସିଲେନି ଆସ। ମୁଁ ସେହି ସମୟରେ ଯେତେବେଳେ ଅଫିସ୍ ଦେଇକି ଯାଉଥିଲି ମୋତେ ଅତର୍କିତ ଭାବରେ ଅଟକାଇ ମୋ ଗାଡ଼ି ଚାବି ଛଡ଼େଇ ଯେତେବେଳେ ଅଫିସ୍ ଭିତରକୁ ମୋତେ ମାନେ ନେଲେ, ସେ ସମୟରେ ମୁଁ ଅଫିସକୁ ଗଲି। ମୁଁ ସାର୍ଙ୍କୁ ଯେତେବେଳେ ରେଞ୍ଜ ସାର୍ ବସିଥିଲେ ହରିଶ୍ଚନ୍ଦ୍ର କିଷାନ, ତାଙ୍କୁ ମୁଁ କହିଲି ସାର୍ ନମସ୍କାର, ହଁ କ'ଣ ହେଇଛି ନା ତମେ କାଢୁଆ ସାମ୍ବାଦିକ, ତମେ ଦେଖେଇ ହେଉଛ, କେତେ ଦିନ ସାମ୍ବାଦିକ, ତୁମକୁ ମାରିଦେବି, ଧମକେଇ ଦେବି, ହାଣିଦେବି, କାଟିଦେବି। ମୋତେ ମୁଠା ମାରିଲେ ଏବଂ ବାଡ଼ି ସାହାଯ୍ୟରେ ମୋ ଡେଣାକୁ ବାଡ଼େଇଲେ ବି ଡେଣାଟା ବହୁତ ଦରଜ ହେଲାଣି। ସେହି ସମୟରେ ମୋତେ ମାରିବା ପାଇଁ ଯେତେବେଳେ କହିଲେ ମୋର ଆଉ ଜଣେ ବି ଥିଲେ ମୋ ସହିତ, ଗାଡ଼ି ଛାଡ଼ିକି ରେଞ୍ଜର ଅଫିସ୍ ସାମ୍ନାରେ ମୁଁ ଥାନାର ଦ୍ୱାରସ୍ଥ ହେଲି ଏବଂ ଥାନା ଭିତରକୁ ପଶି ଆସିଲି। ଥାନାରେ ବି CCTV ଚେକ୍ କରିପାରିବେ। ଥାନା ଭିତରେ ବି ଆସିକି ସେମାନେ ହୋ ହାଲ୍ଲା କଲେ, ଯାହାଫଳରେ କି ଥାନାରେ ଆଶ୍ରୟ ନେଇକି ମୁଁ ଆଇନର ଆଶ୍ରୟ ନେଲି ଏବଂ ମୋ ଆଇନ ଉପରେ ମୋର ଭରସା ଏବଂ ବିଶ୍ୱାସ ଅଛି ଯେ ମୋତେ ଉଚିତ ନ୍ୟାୟ ମିଳିବ ଏବଂ ଏହି ଉଚିତ ନ୍ୟାୟକୁ ମୁଁ ଅପେକ୍ଷା କଲି। ओडिशा प्लस खबर ही